এই বড়দাଣ୍ଡটারে ଏମିତି ନିରାଶ୍ରଙ୍କ ଭଳିଆ ସେପରି କୁହନି। ମୁଁ ନିରାଶ୍ରୟ କାହିଁକି ହେବି? ମୋ ଆଶ୍ରୟଦାତା ତ ସ୍ୱୟଂ ପ୍ରଭୁ ଜଗନ୍ନାଥ ଅଛନ୍ତି। ମୁଁ ନିରାଶ୍ରୟ କାହିଁକି ହେବି? ହଁ, ସିଏ ତ ସମସ୍ତଙ୍କର ଆଶ୍ରୟଦାତା। ହେଲେ ତମ ବାପା କୋଉଠି ରୁହନ୍ତି? ତମେ ଏଠି ଏକା ଏକା କେମିତି ରହୁଛ? ମୋ ବାପା ମା ଅନେକ ଦିନ ଚାଲିଗଲେ। ତା ଛଡ଼ା କୋଉଠି ଏକା କାହିଁକି ରହିବି? ଏଠି ପରା ମୋ ପରି ଅସଂଖ୍ୟ ଲୋକ ଅଛନ୍ତି। ବାଃ ବାଃ, ଘର କୋଉଠି? ଅନେକ ଦୂର। ହଁ, ଯାଇକି ବଙ୍ଗଦେଶ। ବଙ୍ଗଦେଶରେ? ମୋ ପୁରା ବଙ୍ଗଦେଶରେ? ବଙ୍ଗଦେଶରେ କୋଉଠି? ବଙ୍ଗଦେଶର ହରିପୁର ଗାଁ। ହରିପୁର ଗାଁରେ? ବାପା ନା? ମୋ ବାପାଙ୍କ ନାଁ ହେଲା କୃଷ୍ଣଚନ୍ଦ୍ର ମହାପାତ୍ର। କଣ କହିଲ? କୃଷ୍ଣଚନ୍ଦ୍ର ମହାପାତ୍ର? ତମ ନାଁ ତାହେଲେ ରଘୁନାଥ? ମୋ ନାଁ ରଘୁନାଥ। ତମେ ଜାଣିନ କିପରି? କଳାବତୀପୁରର ଜମିଦାର ଗଙ୍ଗାଧର ମହାପାତ୍ରଙ୍କର ଏକମାତ୍ର ଅଜୟ କନ୍ୟା ଅନ୍ନପୂର୍ଣ୍ଣାକୁ ତମେ ବାଲ୍ୟ ବିବାହ କରିଥିଲ? ମୁଁ ତାକୁ ବାଲ୍ୟ ବିବାହ କରିଥିଲି। ତମେ ଏତେ ସବୁ କଥା ଜାଣିଲ କେମିତି? ତମେ ତ ଆଗତ ତ ଜାଣିଲା ପରି ସତ କଥା ଗୁଡା କହିଯାଉଛ। ତମ ଶ୍ୱଶୁର ଘରର ପୁରୁଣା କର୍ମଚାରୀ ଖାସ ତମରି ସନ୍ଧାନ ନେବା ଲାଗି ସେ ମତେ ଏଠିକି ପଠେଇଥିଲେ। ତମେ ମୋ ଶ୍ୱଶୁର ଘର ଲୋକ? ହଁ। ମୋ ସନ୍ଧାନରେ ଏଠି କାହିଁକି ଆସିଛ? ତମ ସନ୍ଧାନରେ କାହିଁକି ଆସି ତମେ ଜାଣିପାରୁନ? ନା। ତମ ପତ୍ନୀ ତମ ଶ୍ୱଶୁର ଘରେ ଅଛନ୍ତି, ଏ କଥା ତମର ମନେ ଅଛି ନା ନାହିଁ? ହଁ, ମନେ ଅଛି। ହେଲେ ମନେ ଥିଲେ କଣ? ନିଜ ଘର ଦ୍ୱାର ସମ୍ପତ୍ତି ସବୁ କିଛି ଚାଲିଗଲା ପରେ ସ୍ତ୍ରୀକୁ କୋଉଠି ବା ରଖିକି ସୁଖ ଦେଇଥାନ୍ତି। ଆରେ ତମ ବାପ ମା ସିନା ଚାଲିଗଲେ, ହେଲେ ତମ ଧନୀ ଶାଶୁ ଶ୍ୱଶୁର ତ ଅଛନ୍ତି। ପତ୍ନୀଙ୍କ ସହ ତାଙ୍କ ଘରେ ଆନନ୍ଦରେ ଜୀବନ ଯାପନ କରିପାରିବେ। ନା, ସେପରି କୁହନି। ଶ୍ୱଶୁରଙ୍କ ଉପରେ ବୋଝ ହେଇକି କାହିଁକି ରହିବି? ଆରେ ବୋଝ କାହିଁକି ହବ? ସେ ପାଗଳାମି ଛାଡ, ମୋ ସାନ ପୁଆ ମାନ, ମୋ ସାଙ୍ଗରେ ଶ୍ୱଶୁର ଘରକୁ ଚାଲ। ପତ୍ନୀଙ୍କ ସହ ସୁଖରେ ଘର ସଂସାର କର। ଅକାରଣେ ମତେ ବାଧ୍ୟ କର ନାହିଁ। ଏ ଶ୍ରୀକ୍ଷେତ୍ର ଛାଡ଼ି ମୁଁ ଆଉ କୁଆଡ଼େ ବି ଯାଇପାରିବି ନାହିଁ। ଏଇଠି ରହି ଭଜନ କୀର୍ତ୍ତନ କରି କରି କାଟିଦେବି ମୋର ଅବଶିଷ୍ଟ ଜୀବନ। ଇଏ କଣ ତମର ଶେଷ କଥା, ଶେଷ ନିଷ୍ପତ୍ତି? ହଁ, ଶେଷ ନିଷ୍ପତ୍ତି। ହଉ, ଠିକ ଅଛି ବାବା, ମୁଁ ତେବେ ଆସୁଛି। ଶୁଣ, ମୁଁ ଯିବା ପରେ ତମ ଯଦି ମତ ପରିବର୍ତ୍ତନ ହୁଏ, ତାହେଲେ କଳାବତୀପୁରର ତମ ଶ୍ୱଶୁର ଘରକୁ ନିଶ୍ଚୟ ଫେରି ଆସିବ। ମୁଁ ଆସୁଛି। ହଁ। ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା। ଦିନହୀନ ଭିକାରୀ ଜୀବନ ଯାପନ କରୁଛି ଗଙ୍ଗାଧର ମହାପାତ୍ର ଏକମାତ୍ର ଜୟ ପ୍ରାଚୀନ ରଘୁନାଥ। ଆମ କଥା ପୁରା ବିଶ୍ୱାସ କରୁନଥିଲେ ବାବା? ନା,
ঠিক কথা উত্তম প্রস্তাব যাও শীঘ্র ব্যবস্থা করো আগে শুনো না না তোমার সঙ্গে মুজ আসো ଏସବୁ କଣ ଘଟି ଯାଉଛି? ମୋ ମନରେ କିଛି ପଶୁନି। ସବୁ ଭାଗ୍ୟର ଖେଳ ମା, ସବୁ ଭାଗ୍ୟର ଖେଳ। ମୁଁ କିଛି ଚିନ୍ତା କରିପାରୁନି। ଗୋଟେ ଗୋଟେ ଧର୍ମ, ଅଧର୍ମ, ନ୍ୟାୟ, ନୀତି, ଅନୀତି ଏସବୁର ବିଚାର। ଆଉ ଗୋଟେ ଗୋଟେ ମୋ ଜୀବନ ଭାଗ୍ୟ। ମୁଁ କୁଆଡ଼କୁ ଅନେଇନି। କୁଆଡ଼କୁ ଆଖି ବୁଜିଦେବି ମୁଁ କିଛି ବୁଝିପାରୁନି। ଦୈବ ଦୌଡ଼ି ମଣିଷ ଗାଈ, ତେଣିକି ଟାଣାଇ ତେଣିକି ଯାଇ। ସବୁ ଭାଗ୍ୟର ଖେଳ ମା, ଯାହା ଭାଗ୍ୟରେ ଥିବ ତାହା ହିଁ ହବ। ଆମେ ଯେତେ ବାରେଇ କଚାଡ଼ି ହେଲେ କିଛି ଲାଭ ହବନି। ମୁଁ ଆସୁଛି ମା, ସାର୍ ଯେତେବେଳେ ରାଗିବେ ମୁଁ ଆସୁଛି। ମୋ ଅନ୍ନପୂର୍ଣ୍ଣାକୁ ରକ୍ଷା କର ହେ ଭଗବାନ। ମୁଁ ବି ଶୁଣିବାକୁ ପାଇଲି ବାସୁ ମତେ ପୁଅ ସାଙ୍ଗରେ ତୋ ବାହାଘର ପକେଇ ଦେଲା। ଏ ଆଗାମୀ ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ତୋ ବାହାଘର ତ ବାହାଘର ସ୍ଥିର କରିଛନ୍ତି। ମୋ ସ୍ୱାମୀ ବଞ୍ଚିଛନ୍ତି ମତେ କି ଅନ୍ୟ ଜଣଙ୍କ ସହିତ ବିବାହ ଦେବାକୁ ଚାହୁଁଛ? ଏଟା କେବେ ବି ସମ୍ଭବ ନୁହେଁ। ଆରେ ସେମାନେ ସ୍ଥିର କରିସାରିଲେଣି ସେତେବେଳେ କେବେ ବି ସମ୍ଭବ ନୁହେଁ। ବରଂ ମୁଁ ଆତ୍ମହତ୍ୟା କରେ। ଓହୋ, ତୁ ଏମିତି କଥା ମୁହଁରେ କାହିଁକି ଧରୁଛୁ କହିଲୁ? ଆରେ ଆଜି ସନ୍ଧ୍ୟାବେଳେ ମହାପାପ ମୋ ପାଖରେ ଆଉ ଦ୍ୱିତୀୟ କଥା କଣ ଅଛି ତୁ କହୁନୁ କାହିଁ? ନା, ଆସିଲୁ, ଆସେ। ବସ ଏଇଠି। ସବୁ କଥାରେ ତୁ ଏମିତି ଅଧୀର କାହିଁକି ହେଲୁ? କଣ କରିବି? ଆମେ ସେ ବିଷୟରେ ଚିନ୍ତା କଲେ ହବ? ତୁ ବି ତ ମୋ ଜୀବନକୁ ଭଲ ଭାବରେ ଚାଲିଛୁ। ତୁ ବି ତ ମୋ ଜୀବନକୁ ବାଧୁଛନ୍ତି। ଆରେ ମାତ୍ର ଦେଖିବାକୁ ମୁଁ କି? ସେଇ ସ୍ୱାମୀ ଠାକୁରଣୀ ତୀର୍ଥ ଗଣନା ଘଟ ସେଇ ତୋର ରାଜ୍ୟ ନିର୍ଦ୍ଦେଶ କରିବେ, ବୁଝିଲୁ? ହଁ, ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଛି। ବୁଦ୍ଧି? କି ବୁଦ୍ଧି କହିଲୁ? ଆସନ୍ତାକାଲି ଆମ ସାହିର କେତେଜଣ ଲୋକ ଜଗନ୍ନାଥ ଦର୍ଶନକୁ ପୁରୀ ଯାଉଛନ୍ତି। ହେଲେ ସେମାନେ ଆମକୁ କି ସାହାଯ୍ୟ କରିବେ? ଓହୋ, ତୋର ସେସବୁ ବିଷୟରେ ଚିନ୍ତା କରିବା କିଛି ଦରକାର ନାହିଁ। ତୁ ଆଗ ଚିଠିଟା ଲେଖ। ଚିଠିକୁ ମୋର ଜଣେ ସମ୍ପର୍କ କହାରେ ଅଛନ୍ତି, ତାଙ୍କ ହାତରେ ମୁଁ ନିଜେ ଯାଇ ଦେଇଛି। ହଁ, ତୋ ଜମା ଡେରି କର। ଯା, ତୁ ଶୋଇବା ଅପେକ୍ଷା ଚିଠି ଲେଖିବା। ଚାଲ। ମୋ ପତ୍ନୀ ମତେ ପତ୍ର ଦେଇଛି। ମୁଁ ଯାଇ ସେଠି ବେଗେ ନ ପହଞ୍ଚିଲେ ତା ବାପା ଭାଇ ତ ବିବାହ ଅନ୍ୟଠି କରିଦେବେ। ଆଉ ସେ ମତେ ନ ଦେଖିଲେ ବିବାହ ବେଦୀକୁ ପହଞ୍ଚିବା ପୂର୍ବରୁ ନିଜ ଜୀବନ ହାରିବ। ମୁଁ ଏବେ କଣ କରିବି ପ୍ରଭୁ? ହେ ଚକାଆଖି, ହେ ବଳିଆ ରଖୁଛ, ମତେ ରାସ୍ତା ଦେଖାଅ ପ୍ରଭୁ, ମତେ ରାସ୍ତା ଦେଖାଅ। ଶ୍ରୀକ୍ଷେତ୍ରରୁ ବଙ୍ଗ ଦେଶର କଳାବତୀପୁର ତ କାହିଁ କେତେ ଯୋଜନା କଥା। କେମିତି ବା ଯାଇପାରିବି? ବିବାହ ବେଦୀରେ ମହାତରୁଣୀ ମତେ ବିବାହ କରିଥିଲା ଅନ୍ନପୂର୍ଣ୍ଣା। ହତଭାଗିଟାରେ ଏ ଅଭାଗର ମୁଣ୍ଡ ଧରି କି ଯୁଗ ସିଏ ପାଇଲା। ସମୟ ଚକ୍ରରେ ପଡ଼ି ମୁଁ ଭିକାରୀ ପଲଟି ଗଲି। ଆଉ ସିଏ ନା, ନା, ମୋର ଆଉ କିଛି ଉପାୟ ନାହିଁ। ଜଗତର ନାଥ ଜଗନ୍ନାଥଙ୍କୁ ତ ସବୁ ଜଣା। ମୁଁ ତ ଏଇଠି ତାଙ୍କ ପାଖରେ ନିଜକୁ ସମର୍ପଣ କରିଛି। ଏଣିକି ତାଙ୍କରି ଇଚ୍ଛା। ମାରିଲେ ମରିବେ, ତାରିଲେ ତାରିବେ। ହେ ଚକାଆଖି
ଶୁଭ୍ର ଜନ୍ମରାତ୍ରିର ଛବି ଆଙ୍କିବି। ଭାଗ୍ୟ ଭଗବାନଙ୍କ ଦାନକୁ ପଛ କରି ମୁଁ କେବେ ବି ସେ ଜନ୍ମରାତ୍ରିର ସ୍ୱପ୍ନକୁ ଦେଖିବାକୁ ଚାହେଁନି। ତୁ କଣ କହିବାକୁ ଚାହୁଁ? ତମେ ସ୍ଥିର କରିଥିବା ବିବାହ ପାଇଁ ସେ ବିବାହ କରିବାକୁ ଚାହେଁନି। ଯାହାକୁ ଦେଖିଲେ ସେ ବାହା ହେଇସାରିଛି ସେ ବଞ୍ଚୁଥାଉ ଉପରେ ଆଉ ଜଣଙ୍କ ସହିତ। ତୁ ଚୁପ୍ କର। ଏଇଥିରେ ଅବଶ୍ୟ ବାହାର କୋଣେ ବସୁ। ଭିନ୍ନ ଭିନ୍ନ ଭିକାରୀ ସହିତ ସେ ଜୀବନଯାପନ କରିବ ନା? ଅସମ୍ଭବ। ଯାହା ସହିତ ଆପଣ ମତେ ବିବାହ ଦେଇଥିଲେ ତାଙ୍କୁ ତ ମୁଁ ସ୍ଥିର କରିନଥିଲି। ସେ ଆଜି ନିର୍ଦ୍ଧନ ହେଇଗଲେ ବୋଲି। ହଁ ନିର୍ଦ୍ଧନ ସହିତ ତେବେ ଯାହାଙ୍କ ସହିତ ଆପଣ ମତେ ବିବାହ କରୁଛନ୍ତି ତାଙ୍କର ଯଦି କିଛି ଅଘଟଣ ଘଟିଯାଏ ତେବେ ପୁଣି ଅନ୍ୟ ଜଣଙ୍କ ସହିତ। ନା, ଏଇଟା ତମର ଅନ୍ୟାୟ କଥା। ନିହାତି ଅନ୍ୟାୟ। ନ୍ୟାୟ ବିଚାର କରିବାର ଶକ୍ତି ତୋର ହେଇନି। ଭୁଲି ଯାଉଛୁ ଯେ ମୁଁ ତ ଜନ୍ମଦାତା ବାପା ଆଉ ତୁ ମୋର ଏକମାତ୍ର ଅଲିଆଳି କନ୍ୟା। ଆରେ ମା, ତୋର ଅମଙ୍ଗଳ କଣ ମୁଁ କେବେ ଚିନ୍ତା କରିପାରେ? ଏଠି ମନ୍ଦ ଚିନ୍ତା ଭଲ ଚିନ୍ତାର ପ୍ରଶ୍ନ ନୁହେଁ ମୋ। ଆମ ଅନ୍ନପୂର୍ଣ୍ଣାର ସୁଖ ଶାନ୍ତିର ପ୍ରଶ୍ନ। ଆଉ ଆପଣ ଯୋଉ ସୁଖ ଶାନ୍ତିର ଆଶା ନେଇ ତ ବିବାହ କରୁଛନ୍ତି ଯଦି ସୁଖ ଶାନ୍ତି ନ ପାଇବେ ତେବେ ଓଃ, ତୁ ଚୁପ୍ କର। ମୁଁ ତାକୁ ଛେଇବା ପରିବର୍ତ୍ତେ ମୁଁ ପୁଣି ଏମିତି ନାଇଁ ମତେ ଭୁଲ ବୁଝନ୍ତି। ଅନ୍ନପୂର୍ଣ୍ଣା ମୋର ଅତି ଅନ୍ତରଙ୍ଗ। ତାର ଅମଙ୍ଗଳ ମୁଁ କେବେ ଚିନ୍ତା କରିପାରିବିନି। ତମେ ବିବାହରେ ଆଗେଇଲେ ଅନ୍ନପୂର୍ଣ୍ଣା କହୁଛି ଜୀବନ ଆଲୋ। ଏ ଗଙ୍ଗାଧର ମହାପାତ୍ର ଯାହା ଚାହେଁ ସେୟା କରେ। ଏ ଗଙ୍ଗାଧର ମହାପାତ୍ର ତାର ମାନ ସମ୍ମାନ ଇଜ୍ଜତକୁ କେବେ ମାଟିରେ ମିଶି ଦେଇପାରିବନି। ଆଉ 3 ଦିନ ପରେ ବାହା ହେବ। ମୁଁ ବାସୁ ମହାପାତ୍ରଙ୍କୁ କଥା ଦେଇଛି ଯେ ଏଥିରେ ଅନ୍ତରାୟ ସୃଷ୍ଟି କରିବ କାହାରିକି କ୍ଷମା ଦେବିନି। ଅନ୍ତରାୟ ନୁହେଁ ବାବା, ମୁଁ ହିଁ ତମର ସବୁ ଚିନ୍ତାର କାରଣ। ତେଣୁ ମୁଁ ତମ ସାମ୍ନାରେ ଅବସ୍ଥିତ ହେଲେ ବେଶ୍ ତମର ଆଉ କିଛି ବି ଚିନ୍ତା ରହିବ। ଓ ଆରେ ତୁ ମୋତେ ଆତ୍ମହତ୍ୟାର ଧମକ ଦେଉଛୁ ନାହିଁ? ବେଶ, ମୋର ବିଶେଷ କଥା ଶୁଣିବ। ତୁ ଯଦି ଏ ବିବାହରେ ବିପର୍ଯ୍ୟୟ ସୃଷ୍ଟି କରୁ ତା ପୂର୍ବରୁ ମୁଁ ମଧ୍ୟ ଆତ୍ମହତ୍ୟା କରିବି। ଆଉ ଏଇଟା ମଝିର ଶେଷ ନିଷ୍ପତ୍ତି। ଶୁଣ ରଘୁନାଥ, ତମେ ଏବେ ତମ ଶ୍ୱଶୁର ଘରେ। ମୁଁ ବେତନକୁ ନିର୍ଦ୍ଦେଶ ଦେଇଥିଲି ସେ ବଡ଼ଦାଣ୍ଡରୁ ନେଇ ତୁମ ପତ୍ନୀଙ୍କ ଘରେ ଛାଡ଼ି ଆସିଛି। ତମେ ଆଦୌ ବ୍ୟସ୍ତ ହୁଅ ନାହିଁ। ତୁମ ପତ୍ନୀଙ୍କର ମନ ନିଶ୍ଚୟ ଅବଶ୍ୟ ପୂରଣ ହେବ। ମୁଁ ଆସିକି ମୋ ପତ୍ନୀଙ୍କ ଘରେ ଯୋଜନା ଅଯୋଜନାର ପଥକୁ ତୁମେ ଏମିତି ସ୍ୱପ୍ନ ପ୍ରାୟ ଲଙ୍ଘନ କରାଇ ଦେଇଛ ପ୍ରଭୁ। ଧନ୍ୟ ତୁମର ଲୀଳା ପ୍ରଭୁ, ଧନ୍ୟ କାହାକୁ ଦେଖୁଛ ମୁଁ? ଜ୍ୱାଇଁ ପୁଅ, ଜ୍ୱାଇଁ ପୁଅ। ତୁମ ସହିତ ମୋର ସେଠିକାର ବଡ଼ ଦାଦାର ସହିତ ହେଇଥିଲା ନା? ହଁ, ସେତେବେଳେ ତ ମୁଁ ତମକୁ ଯେତେ ଅନୁରୋଧ କଲି ତମେ ତ ମୋ କଥା ଶୁଣିଲନି କି ଆସିଲନି। ଏବେ ଆସିଲ, ଆମ ଅଗ୍ରମା ତମ କଥା ଜାଣିଲେ ଭାରି ଖୁସି ହବ। ତମେ ଏଇଠି ବସ, ମୁଁ ଘରେ ସମସ୍ତଙ୍କୁ ଖବର ଦେଇଥିଲି। ତମେ ଏଇଠି ବସିଛ, କୁଆଡ଼େ ଯିବନି। ମା, ମା ଜ୍ୱାଇଁ ପୁଅ ଆସିଛନ୍ତି। ମା, ମା ଜ୍ୱାଇଁ ପୁଅ, ମା। ପ୍ରଭୁ ସିନା ଏଠିକି ମୋତେ ଛାଡ଼ି ଦେଇଗଲେ, ହେଲେ ମୁଁ ଏଠି କରିବି କଣ? ଏମାନେ ସମସ୍ତେ ତ ମୋତେ ବୁଳା କରିବେ। ମା, ମା, ମା ଆସିବ। ମା, ଏଇଟା ତମ ଜ୍ୱାଇଁ ଆସି ତମ ଘରେ। ମୁଁ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଥିଲି। ଆଉ ଆଖି ଖୋଲି ଦେଖେ ମୁଁ ଆସିକି ଏଇଠି। ମୋତେ ଦଣ୍ଡି ବାଣି ହେଲା। ବସୁଙ୍କ ନିର୍ଦ୍ଦେଶରେ ବେତାହାରି ମୋତେ ଏଠି ଛାଡ଼ି ଦେଇକି ଯାଇଥିଲି। ଛାଡ଼ି ଆସିଛନ୍ତି? ଆଜ୍ଞା। କାହିଁକି ଛାଡ଼ି ଯାଉଛନ୍ତି? ଏ କି ରୂପ ଦେଖ? ଆପଣ ନିଜ ଚେହେରା କେବେ ଦେଖିଛ? ଓହୋ, ଚୁପ କର ହେଲା। ମୋତି, ଅନ୍ନପୂର୍ଣ୍ଣା ଶୁଣିଲେ କେତେ ଖୁସି ହବ ଜାଣିଛ? ଠିକ ଅଛି ଠିକ ଅଛି। ତାକୁ ଭିତରୁ ନେଇଯାଇ ତାକୁ ସ୍ନାନ କରାଇ ତାର ଭୋଜନ ବ୍ୟବସ୍ଥା କରିଦେବା। ଚାଲ ବେବି, ଘରକୁ ଚାଲ, ଚାଲ।
ଜବାବ ଦିଆ ଶୁଣିଛି ମାତ୍ର 2 ଦିନ ପରେ ବାହାଘର ସେମାନେ ବଡ଼ ବଡ଼ ଯାତ୍ରୀ ଧରି ଆସି ପହଞ୍ଚିବେ କଣ ପ୍ରତିକାର କରାଯାଇପାରିବ କଣ ଏହାର ଉପାୟ ବାବା ଗୋଟିଏ ଉପାୟ କଲେ ହୁଏତ ସବୁ ସମସ୍ୟାର ସମାଧାନ ହେଇପାରେ କି ଉପାୟ? ଯଦି ଆମେ ଖାଦ୍ୟରେ ସାପ ବିଷ ଦେଇ ତାକୁ ମାରିଦେବା ବିଷ କେମିତି ଦବ ଏହା ତ ନିଶ୍ଚୟ ଜ୍ୱାଇଁ ଆସିଛନ୍ତି ବୋଲି କେତେ ପ୍ରକାରର ପିଠା କରି ଖାଇବାକୁ ସେଇ ପିଠା ଭିତରେ ଯଦି ଆମେ ଗୋପନରେ ସାପ ବିଷ ଭରିଦବା ତାହେଲେ ପରେ ସେ ଆଉ ଆମେ କହିବା ଜ୍ୱାଇଁ ପୁଅ ଆମର ସର୍ପାଘାତରେ ମୃତ୍ୟୁବରଣ କରିଛି। ଠିକ ଅଛି ଏ ବଂଶର ମର୍ଯ୍ୟାଦା ଦୃଷ୍ଟିରୁ ଏହା ହିଁ କରିବାକୁ ପଡ଼ିବ ସୁବାସ ବସ ଏ କାର୍ଯ୍ୟର ଦାୟିତ୍ୱ ତୋ ଉପରେ ନ୍ୟସ୍ତ କରା କୌଶଳ କରି ଯେମିତି ହେଲେ ପିଠା ଭିତରେ ସାପ ବିଷ ଭାଇ ଶୁଣ ଆମର ଯାହା କରିବାର ଅଛି କର କିନ୍ତୁ ଖୁବ୍ ସାବଧାନର ସହିତ କରିବ ହେଲା ଭିତରେ ଜ୍ୱାଇଁଙ୍କ ସାଇଡରେ ଯାଇ କଥା ହଉଛି ହେଲା ଭିତରେ ସେ ଯଦି ପିଠା ଖାଇଛି ଗାଧେଇବ ନୂଆ ଲୁଗା ପିନ୍ଧିବ ପୂଜା କରିବ ତାପରେ ଯାଇ ଖାଇବା ତାଛଡ଼ା ମାଗଣା ଦେଶ ପିଠା କରି ଦେଇଦ ସେମାନେ ପ୍ରସ୍ତୁତ ହେଲା ବେଳକୁ ମୁଁ ଆସି ପହଞ୍ଚିଯିବି ବିଷଟା ଦେବି କେମିତି ମତେ ମାତା କରୁଛି ନା ମୁଁ ଦେଇପାରିବି ନା ଗଛର ମହାପାତ୍ର କହୁଛି ମା ଯେତେବେଳେ ମିଠା ନେଇକି ବାହାରିବ ଠିକ ସେତିକିବେଳେ ମା କହିବ ମା ମତେ ପିଠା ଦିଅ ମୁଁ ଦେବି ମା ତତେ ଖୁସି ଦେଇଦେବେ ଠିକ ସେଇ ସମୟରେ ପିଠା ଭିତରେ ସାପ ବିଷ ସବୁ କାମ ଠିକ କଥା କହିଲ ତମେ ଶୀଘ୍ର ଯାଇ ସାପ ଆগে ଆସାଇକି ଆସ ମୁଁ ରୋଷେଇ ଘରକୁ ଯାଉଛି ଖାଦ୍ୟ ଖାଇବା ଭାଗ୍ୟରେ ମିଳିଛି ସବୁ ମୋ ପ୍ରଭୁଙ୍କର ଇଚ୍ଛା ଏ ପିଠାରେ ବିଷ ଦିଆହେଇଛି କିନ୍ତୁ କିନ୍ତୁ ମୁଁ ତ ମୋ ପ୍ରଭୁଙ୍କ ଉଦ୍ଦେଶ୍ୟକୁ ଭୋଗ ଲଗେଇ ସାରିଛି ପ୍ରଭୁଙ୍କୁ ବିଷ ଦେଇ ସାରିଛି ମାନେ ମୁଁ କଦାପି ଫିଙ୍ଗି ଦେଇପାରିବି ନାହିଁ ମୁଁ ମୃତ୍ୟୁବରଣ ଘରେ ବରଂ ମତେ ଏହାକୁ ହିଁ ଖାଇବାକୁ ହବ ଏହାକୁ ହିଁ ଖାଇବାକୁ ହବ
ଏ ଗଙ୍ଗାଧର ମହାପାତ୍ର କବଳରୁ କାହାରି ନିସ୍ତାର ନାହିଁ। ରଘୁନାଥ ପ୍ରେମରେ ଏମିତି ଅନ୍ଧ ହେଇଯାଇଛି ଯେ ପାଠ ପଢିବା ସମ୍ଭବ ନୁହେଁ। ତାହେଲେ କଣ କରିବା ବାବା କୁହନ୍ତୁ। ବାସୁ ମହାପାତ୍ରଙ୍କୁ ସମ୍ବାଦ ଅନ୍ନପୂର୍ଣ୍ଣା ଆଉ ରଘୁନାଥ ଯିବା ବାଟରେ ସେ ତାଙ୍କର ସମସ୍ତ ସୈନ୍ୟ ସାମନ୍ତ ଆଣି ରଘୁନାଥକୁ ବାଟକୁ ହଟେଇ
ଆଚ୍ଛା ତମେ ଏମିତି କଲେ ଯେ ବଳେ ସେ ପୁଣି କରିବା ତ ବାବା ଠିକ ବାଟ ଦେଖିଛନ୍ତି ହଁ ଚାଲ ବାବା ଆମେ ଯାଉଛୁ ଖବରଟା ଦେଇକି ଆସୁଛୁ ଚାଲଛୁ ବସ ହଉ ଆମେ ଏଗାରଟା ଦେଖିବି ତୁ କେମିତି ଅନ୍ନପୂର୍ଣ୍ଣାକୁ ଏଠୁ ନେଇଛୁ ଆରେ ଏତେ ଦିନ ପରେ ଝିଅ ଦୁଇଙ୍କର ମିଳନ ହେଇଛି ଆଠୁ ଭଳି ଶୁଭ ମୁହୂର୍ତ୍ତ କଣ ଅଛି କହିବ ଜାଣ ଶ୍ରୀକ୍ଷେତ୍ର ଠାରୁ ପୁଣ୍ୟ ଭୂମି ଏ ସଂସାର ଯାଉ ଆଉ କେମିତି ଜଟିଳ ଭାଷାରେ ବୁଝାଯିବି ତମର କାହିଁକି ସେଥିରେ ମୁଣ୍ଡ ବସଉଛି କିଛି ଜାଣିପାରୁନି ତମେ ଚିନ୍ତା କଲେ କିଛି କରିପାରିବ କିଛି କରିପାରିବନି ବରଂ ସେମାନଙ୍କ ବାଟରେ ଥାଏ ଯା ଯାଅ ମୋତେ ଖାଇବା ଆରେ କହିବା ଯାଅ ଗଙ୍ଗା